ଜୟ ଜଗନ୍ନାଥ। ଆଜି ଛୁଆ ଆଜି ଭଲ କଥା ଟିକେ ମନେ ରଖ। ଆଜି ଆଲୋଚନା କରିବା ଜଗନ୍ନାଥଙ୍କ ଜନ୍ମ ବା ପ୍ରଭୁଙ୍କର ଜନ୍ମ। କି ଜନ୍ମ ନା କଳଙ୍କି ରୂପରେ ପ୍ରଭୁଙ୍କର ଜନ୍ମ। ଗୋଟେ କଥା ମନେ ରଖିଥାଅ, ମୁଁ କହୁଛୁ ପ୍ରଭୁ ନିଜେ ସଖାମାନଙ୍କ ଅଙ୍ଗରେ କ'ଣ ହେବେ? ପରିପ୍ରକାଶ ହେବେ। ତତ୍ତ ସଙ୍ଗେ ସଙ୍ଗେ ନିଜେ ମଧ୍ୟ ଅଂଶକଳା ନେଇ ଆବିର୍ଭୂତ ହେବେ। ଆମ ପାଖେ ଯେତିକି ଗୁଡ଼ିଏ ଶାସ୍ତ୍ର ଅଛି, ଆମେ ତାକୁ କ'ଣ କରୁ? କହନ୍ତି ହର ଗୁଣ ଫେରେ ମିଶା, ଆଉ ସବୁ କଥା ଫସଲ କଷା। ତାକୁ ଯେତେବେଳେ ସବୁଯାକ ତର୍ଜମା କରାଯାଏ, ଦେଖାଯାଏ ପଞ୍ଚ ସଖା ହୁଅନ୍ତୁ କି ଠାକୁର ଅଭିରାମ ପରମହଂସ କି ଭୀମ ଭୂମିଙ୍କ ଲେଖା ହଉ, ସବୁ ଗୋଟିଏ ଜାଗାକୁ କ'ଣ କରୁଛନ୍ତି? ନିର୍ଦ୍ଦିଷ୍ଟ ଆଇଡେଣ୍ଟିଫାଏ କରୁଛନ୍ତି। ଅଚ୍ୟୁତ ଲେଖିଛନ୍ତି ସମ୍ବଳ କ'ଣ, ବ୍ୟାସ ଲେଖିଛନ୍ତି ସମ୍ବଳ ନଗରେ କ'ଣ ବିଷ୍ଣୁ ଦଶାରେ ପ୍ରଭୁ ଜନ୍ମ ହେବେ। ଠିକ। ଠାକୁର ଅଭିରାମ ପରମହଂସ କହିଲେ କିଙ୍କଟ ନଗରରେ ଜନ୍ମ ହେବେ। ଠିକ। କିନ୍ତୁ ଏତିକି ମନେ ରଖିଥାଅ, ଯେତେବେଳେ ପ୍ରଭୁ ଆସିବେ ଯୋଉ ସ୍ଥାନରେ, ଆସିବା ଆଗରୁ ନିତ୍ୟ ପଞ୍ଚସଖା ମାନେ ସେ ପାଖାପାଖି କ'ଣ ଗଡ଼ ବାନ୍ଧିକି ରହିଥିବେ। ମାନେ ପଞ୍ଚସଖା ମାନେ ସେ ଚାରିପାଯାକ ଥିବେ। 8-10 କିଲୋମିଟର ଦୂରରେ ସବୁ ପଞ୍ଚସଖା ମାନେ କ'ଣ କରୁଥିବେ? ଗଡ଼ ବାନ୍ଧିକି ରହିଥିବେ। କାରଣ ସିଏ ଜାଣିଥିବେ ପ୍ରଭୁ କୋଉଠି ଆବିର୍ଭୂତ ହେବେ। ଆମେ କହୁନୁ, ମହାପୁରୁଷ ମାନେ କହିଛନ୍ତି। କାରଣ ମହାପୁରୁଷ ନିଜେ କହୁଛନ୍ତି ସେ ଯୋଉଠି ପଞ୍ଚସଖା ମାନେ ଗଡ଼ ବାନ୍ଧିଥିବେ, ସେ ସେଇଠି କ'ଣ ଠାକୁର ଆବିର୍ଭୂତ ହେଇଥିବେ। ଏବଂ ଗୋଟେ ସ୍ୱତନ୍ତ୍ର ସ୍ଥାନକୁ ସମସ୍ତେ ନିର୍ଘଣ୍ଟ କରିଛନ୍ତି। ତନ୍ମଧ୍ୟରୁ ସେ ଯୋଉ ଜାଗାକୁ ଆଇଡେଣ୍ଟିଫାଏ କରିଛନ୍ତି ସମସ୍ତେ, କିଏ ସମ୍ବଳ ନଗର ହଉ, କିଙ୍କଟ ନଗର ହଉ, କି ପଦ୍ମ ପୋଖରୀ କୂଳ ହଉ, ସବୁ ଯାକ ଗୋଟିଏ ସ୍ଥାନକୁ ନିରୂପଣ କରିଛନ୍ତି। ଏବଂ ସବୁ ଯାକ ଯାହା ଯାହା ଆଇଡେଣ୍ଟିଫାଏ କରିଛନ୍ତି, ସବୁ ସେଇ ଜାଗାରେ ହିଁ ଥିବ। ଆମ ଗବେଷଣା ଆମେ ଯେତିକି ଜାଣୁଛୁ। ଏବଂ ପଞ୍ଚସଖା ମାନେ ଗଡ଼ ବାନ୍ଧିକି ରହିଥିବେ। ଏବଂ ସେ ବହିଟି ବର୍ତ୍ତମାନ କୋଉ ଗାଁ ବୋଲି ସ୍ୱତନ୍ତ୍ର ଲିପିବଦ୍ଧ ଅଛି, ସେ ବହିଟି ବର୍ତ୍ତମାନ ମାର୍କେଟକୁ ଆସିଗଲାଣି। ସେ ଠାରଗାର ହିସାବ ତାକୁ ସେ ଜାଣିବା ଟିକେ ନାକୁ, ତାକୁ ପଢ଼ିଲେ ସେମିତି ପଢ଼ିଲେ ତାକୁ ଭଲକି ଧୀରେ ଧୀରେ ବୁଝିଲେ ଜାଣି ହେଇଯିବ। କିନ୍ତୁ ସେ କଥା ଥାଉ, ଆଜି ଆଲୋଚନା କରିବା ଭୀମ ଭୋଇଙ୍କ ଲେଖା, ଅଚ୍ୟୁତଙ୍କ ଲେଖା ଏବଂ ହାରିବନ୍ଧୁ ଦାସଙ୍କ ଲେଖା ଉପରେ। ଏମାନେ କ'ଣ କହୁଛନ୍ତି? ପ୍ରଭୁ କୋଉଠି ଜନ୍ମଗ୍ରହଣ କରିବେ? ହାରିବନ୍ଧୁ ଦାସଙ୍କର କଳି 34 ସେ ଲେଖିଲେ। କହିଲେ ଜାମଳା ନଦୀର ଧାର ସେ ପଦ୍ମ ପୋଖରୀ ଖ୍ୟାତ, ଜନ୍ମ ହୋଇବେ ଆପणे ପ୍ରଭୁ ଶ୍ରୀ ଜଗନ୍ନାଥ। କହିଲେ ଜାମଳା ନଦୀର ଧାର ସେ, କହିଲେ ଜାମଳା ନଦୀର ଧାର ହେଇଥିବ। ପଦ୍ମ ପୋଖରୀ ଖ୍ୟାତ। ପଦ୍ମ ପୋଖରୀ ବୋଲି ଛୁଆ ଭଲ କଥା ମନେ ରଖିଥାଅ, ଗୋଟେ ଗଡ଼ିଆ ହେଇଥିବ, ପଦ୍ମ ଫୁଲ ଫୁଟିଥିବ, ଏଇ ମହାପୁରୁଷ ତା କହିନା। ପଦ୍ମ ପୋଖରୀର ଅର୍ଥ କ'ଣ ମହାପୁରୁଷ ବି ନିଜେ କହିଛନ୍ତି। ଏ ତ ସମୟ ହବ ନାହିଁ କହି ହେଉନି, କିନ୍ତୁ ପଦ୍ମ ପୋଖରୀର ଅର୍ଥ ହେଉଛି ସ୍ୱତନ୍ତ୍ର ଅଲଗା। ଆଉ ତମେ ଭାବିବନି ଯେ ଗୋଟେ ପୋଖରୀ ହେଇଥିବ ତା ଭିତରେ ପଦ୍ମ ଫୁଟିଥିବ।
ସେ ଯାହା ଉପରେ ଜାମଳା ନଦୀର ଧାର ସେ ପଦ୍ମ ପୋଖରୀ ଖ୍ୟାତ। ସେଠି ପଦ୍ମ ପୋଖରୀ ଥିବ। ଜନ୍ମ ହୋଇବେ ଆପଣେ ପ୍ରଭୁ ଶ୍ରୀ ଜଗନ୍ନାଥ। ହେ ପ୍ରଭୁ, ହେ ଜଗତର ନାଥ ଜଗନ୍ନାଥ, ତମେ ସେଇ ସ୍ଥାନରେ କ'ଣ ହବ? ଆବିର୍ଭୂତ ହେବ। କୋଉଠି? ନା ଝାଡ଼ ଖଣ୍ଡଗିରି ଗୁମ୍ଫାରେ ପ୍ରଭୁଙ୍କର ଯେ ଠାବ, ଝଲ ମଲ ଜ୍ୟୋତି ବାହାରେ ଲୀଳା ପ୍ରକାଶ ହେବ। କହିଲେ ଝାଡ଼ ଖଣ୍ଡଗିରି ଗୁମ୍ଫା ଭିତରେ ପ୍ରଭୁଙ୍କର ଯେ ଠାବ, ପ୍ରଭୁ ସେଇଠି ଆବିର୍ଭୂତ ହେବେ। କିନ୍ତୁ ସେଠି କେହି ଜାଣିପାରିବେ ନାହିଁ। ଝଲମଲ ଜ୍ୟୋତି ବାହାରେ ଲୀଳା ପ୍ରକାଶ ହେବ। ପ୍ରଭୁଙ୍କ ଲୀଳା ପଦାରେ କ'ଣ ହେଇଯିବ? ପରିପ୍ରକାଶ ହେବ। ନାରାୟଣ ସ୍ୱୟଂ ଅଟନ୍ତି ନର ଦେହରେ ଗୋପ୍ୟ, ଲୀଳା ବେଳକୁ ସେ ହୋଇବେ ନୀଳ ଧବଳ ରୂପ। କହିଲେ ନାରାୟଣ ସ୍ୱୟଂ ଅଟନ୍ତି ନର ଦେହରେ ଗୋପ୍ୟ, ସେ ପ୍ରଭୁ ନର ଦେହରେ ଆବିର୍ଭୂତ ହେବେ, କିନ୍ତୁ ଗୋପ୍ୟ ହେଇକି ରହିବେ, ଲୁକାୟିତ ହେଇକି ରହିବେ। କିନ୍ତୁ ନୀଳା ବେଳକୁ ସେ ହୋଇବେ ନୀଳ ଧବଳ ରୂପ। ନୀଳ ଧବଳ ରୂପ ବୋଲ ଦେଖୁନ, ସେ ଧଳା ନୁହଁ କି କଳା ନୁହଁ, ନୀଳ ନୁହଁ। ସେ କେମିତି? ନା ଗୋଟେ ସ୍ୱତନ୍ତ୍ର, ଦିଟାକୁ ମିଶିଲେ ଶ୍ୟାମଳ କଲର ଯୋଉଗୁଡ଼ାକ କୁହନ୍ତି, ଏଇପରି ହେବା। ଆଉ କ'ଣ ଫାଳେ ଧଳା ହେଇଥିବେ ଫାଳେ କଳା ହେଇଥିବେ 12 ମାସ ଚଢ଼ି? ତା ନୁହଁ, ମାନେ ଶ୍ୟାମଳ ବର୍ଣ୍ଣ। ଠାବ କରି କହେ ଅମରାବତୀ ପୂର୍ବ କୋଣର ଟିକପଦବାଚୀ କହିଲେ ହାରିଦାସ କୁମାର। ଇଏ କୋଉଠି? ନା ସେ କହୁଛନ୍ତି ଅମରାବତୀର ପୂର୍ବ ପଟରେ ଜାମଳା ନଦୀ କୂଳରେ ପଦ୍ମ ପୋଖରୀ। ପଦ୍ମ ପୋଖରୀ ପଛରେ କହିବି କେତେବେଳେ ତମକୁ। ପଦ୍ମ ପୋଖରୀ ଥିବ, ସେଠି ପ୍ରଭୁ ଜଗନ୍ନାଥ ଜନ୍ମଗ୍ରହଣ କରିବେ। କିଏ କହିବେ? ହାରିବନ୍ଧ ଦାସ କହିବେ। ଏଇ ମତ ଉପରେ ଭୀମ ଭୋଇ ମଧ୍ୟ କ'ଣ ଲେଖିଛନ୍ତି? ମହାପଦ୍ମକଳ୍ପରେ ମଧ୍ୟ ସେ ତାଙ୍କର କ'ଣ କରିଛନ୍ତି? ଲେଖିଛନ୍ତି ସେଇ ଗୋଟିଏ କଥା। ଯମୁନା ନଦୀରୁ ଧାରେକ ନିଚେ ଆସିବ ବହି, ସ୍ନାନ କରୁଥିବେ ଭକତେ ମନ ଆନନ୍ଦ ହୋଇ। ମନେ ରଖ, ଗୋଟେ ଭଲ କଥା। ଏଠି ହାରିବନ୍ଧ ଦାସ କହିଲେ ଜାମଳା ନଦୀ ହେଇଥିବ, ଏଠି ଇଏ କହୁଛନ୍ତି ଯମୁନା ନଦୀର ଧାର ସେ। ନିଶ୍ଚୟ ଆସିବ ବହି, ମାନେ ଯମୁନା ନଦୀରୁ ଗୋଟିଏ ଧାର କ'ଣ ହବ? ବହିକି ଆସିବ, ଯାହା ନାଁ ହବ ଜାମଳା। ହେଲା, ଯମୁନାରୁ ଖେଳିଥିବା ହେତୁ ତା ନାଁ ହେଲା ଜାମଳା। ଆମେ କହୁନୁ, ମହାପୁରୁଷଟି ଯାହା କହୁଛନ୍ତି। କହିଲେ ଯମୁନା ନଦୀରୁ ଧାରେକ ନିଚେ ଆସିବ ବହି, ସ୍ନାନ କରୁଥିବେ ଭକତେ ମନ ଆନନ୍ଦ ହୋଇ। କହିଲେ ସେ ନଦୀରେ ଭକ୍ତମାନେ ଆନନ୍ଦରେ ସ୍ନାନ କରୁଥିବେ। ଝାଡ଼ ଗିରି ଗୁମ୍ଫା ମଧ୍ୟରେ ଲାଗିଥିବ ଭଜନ। ସେଠି କହିଲେ ଝାଡ଼ ଖଣ୍ଡଗିରି ଗୁମ୍ଫାରେ ପ୍ରଭୁଙ୍କର ଠାବ। ଇଏଠି କହିଲେ ଝାଡ଼ ଗିରି ଗୁମ୍ଫା ମଧ୍ୟରେ ଲାଗିଥିବ ଭଜନ। ଝଲ ମଲ ଜ୍ୟୋତି ପ୍ରକାଶ ବିଜେ ଗୁରୁ ରାଜନ। ଝଲମଲ ଜ୍ୟୋତି ବାହାରେ ଲୀଳା ପ୍ରକାଶ ହବ। କିଏ କହିଲେ? ହାରିବନ୍ଧ ଦାସ କହିଲେ। ଏଠି କହୁଛନ୍ତି ଝଲମଲ ଜ୍ୟୋତି ପ୍ରକାଶ ବିଜେ ଗୁରୁ ରାଜନ। ଗୁରୁ ରାଜନ ଶ୍ରୀ ଜଗନ୍ନାଥ, ସେଇ ପ୍ରଭୁ। ବୁଝିହଉଛି? ସିଏ ମଧ୍ୟ କ'ଣ ହେବେ? ସେଠି ପ୍ରକାଶ ହେବେ। ନାରାୟଣ ଖେଳ କରିବେ ଭକ୍ତ ଗଣକୁ ଘେନି, ଲୀଳା କରୁଥିବେ ଶ୍ରୀ ଗୁରୁ ତହିଁ ଦିବା ରଜନୀ। ଅମରାବତୀ ପୂର୍ବ କୋଣରୁ ଠାବ କରିମୁ ଥାଇ, ଠାର ପଦ୍ମ କଳ୍ପେ କହିଲେ ଭୀମ ଅରୂପ ଧ୍ୟାଇ। ଯୋଉ କଥା କହୁଛନ୍ତି କିଏ? ସେ ହାରିବନ୍ଧ ଦାସ। ସେଇ କଥା ଏଠି ଭୀମ ଭୋଇ ମଧ୍ୟ କହିଲେ। ଅମରାବତୀ ପୂର୍ବ କୋଣ ହେଇଥିବ, ଯମୁନା ନଦୀରୁ ବାହାରିଥିବ ଜାମଳା ନଦୀ, ସେ ଜାମଳା ନଦୀ କୂଳରେ ପଦ୍ମ ପୋଖରୀ ଥିବ, ସେଠି ପ୍ରଭୁ ଜନ୍ମଗ୍ରହଣ କରିଥିବେ। ଏବଂ ସେଠି ଗୋଟିଏ ଶିବ ଥିବେ, ମହାଦେବ ଥିବେ, ସିଏ ହରିହର ରୂପରେ ବିଦ୍ୟମାନ ହେଇଥିବେ ବା ପୂଜା ପାଉଥିବେ। ସେଠି ଯୋଗମାୟା ଘାଟ ବସିଥିବ। ବୁଝି ହେଉଛି? ସେଇଠି ମଧ୍ୟ କିକଟ ନଗର ଥିବ।
ଗାନାଟା ମୋତେ ମେନସନ୍ କରିଛନ୍ତି, ପଛରେ କେତେବେଳେ କହିବି। ସେଇଠି ମହାପ୍ରଭୁ ଜଗନ୍ନାଥଙ୍କର ଆବିର୍ଭୂତ ହେବ। ତା ଆଗରୁ ପ୍ରଭୁ ଆସିବା ଆଗରୁ ପଞ୍ଚସଖାମାନେ ଗଡ଼ ବାନ୍ଧି ତା ପାଖାପାଖି ସବୁ ରହିଥିବେ। ତେଣୁ ସମୟ ଆଗକୁ କହିବ କେତେ ସତ୍ୟ କେତେ ମିଥ୍ୟା, ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ଯାହା ନ ଦେଖିବ ଦୁଇ ନୟନେ ପରତ ନ ଯିବ ଗୁରୁ ବଚନେ। ତେଣୁ ସମୟକୁ ଅପେକ୍ଷା, ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ସେ ଜଗନ୍ନାଥ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା ହରି।